ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ କିପରି ମେଷ ଶାବକର ବା ମେଣ୍ଢା ଛୁଆର ରକ୍ତ ଉପରେ ବିଶ୍ୱାସ ମାଧ୍ୟମରେ ଈଶ୍ୱର ପରିତ୍ରାଣର ବା ମୁକ୍ତିର ବ୍ୟବସ୍ଥା କରନ୍ତି। ବିଚାରରୁ ମୁକ୍ତି ମନୁଷ୍ୟର ନିଜର କୌଣସି ଯୋଗ୍ୟତା ଦ୍ୱାରା ନୁହେଁ, ବରଂ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ବଳିଦାନ ଉପରେ ବିଶ୍ୱାସ ରଖିଲେ ହିଁ ଆସିଥାଏ। ଏହି ନିସ୍ତାର ପର୍ବ ଆମକୁ ଯୀଶୁଖ୍ରୀଷ୍ଟଙ୍କ କଥା ମନେ ପକାଇ ଦିଏ, ଯାହାଙ୍କ ରକ୍ତ ଆମକୁ ପାପରୁ ଅନନ୍ତ ମୁକ୍ତି ଦେଇଥାଏ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରୁଥିଲେ ସେମାନେ ସୁରକ୍ଷା ଓ ନୂତନ ଜୀବନ ପାଇଥିଲେ। ଆଜିର ଅଧ୍ୟୟନରେ ଆମେ 13 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ପ୍ରଥମ ଜାତ ସନ୍ତାନମାନଙ୍କୁ ପବିତ୍ର କରିବା ଏବଂ ଦିନ ରାତି ମେଘ ଓ ଅଗ୍ନିସ୍ତମ୍ଭର ନିର୍ଦ୍ଦେଶନାରେ ଇସ୍ରାଏଲର ଯାତ୍ରା ଆରମ୍ଭ ହେବା ବିଷୟରେ ଜାଣିବା। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ 13 ଅଧ୍ୟାୟ। ଆମେ ଗତ ଅଧ୍ୟାୟରେ ଲକ୍ଷ୍ୟ କଲୁ ଯେ ଈଶ୍ୱର ଅଲୌକିକ ରୀତିରେ ଇସ୍ରାଏଲୀମାନଙ୍କୁ ମିଶରରୁ ବାହାର କରି ଆଣିଲେ। ଇସ୍ରାଏଲର ସନ୍ତାନମାନେ ମିଶର ଦେଶ ଛାଡ଼ି ସୁପସାଗର ଆଡ଼କୁ ଅଗ୍ରସର ହେଉଛନ୍ତି। ପଥ ମଧ୍ୟରେ ଈଶ୍ୱର ମୋଶାଙ୍କ ଦ୍ୱାରା ବିଭିନ୍ନ ନିର୍ଦ୍ଦେଶ ଦେଇଥିବା ଆମେ ଲକ୍ଷ୍ୟ କରୁ। ଯାତ୍ରା 13 ପର୍ବ ତାର 1ରୁ 3 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେ କେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମ ଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର, ତାହା ଆମ୍ଭର। ଅନନ୍ତର ମୂଷା ଲୋକମାନଙ୍କୁ କହିଲେ, ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିଶରରୁ ବାହାର ହେଲେ, ଆଉ ସଦାପ୍ରଭୁ ବାହୁବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ଏଥିରେ ତାଳି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ। ମିଶରର ପ୍ରଥମଜାତ ସନ୍ତାନମାନେ ମୃତ୍ୟୁବରଣ କରିଥିଲେ। ମିଶରର ଦେବତାମାନେ ସର୍ବଦା ପ୍ରଥମଜାତ ସନ୍ତାନମାନଙ୍କୁ ନିଜର ବୋଲି ଦାବି କରୁଥିଲେ। ଏବେ ଈଶ୍ୱର ଇସ୍ରାଏଲର ପ୍ରଥମଜାତମାନଙ୍କୁ ନିଜର ବୋଲି ଦାବି କରୁଛନ୍ତି। ସେ ଆଜିର ବିଶ୍ୱାସୀମାନଙ୍କ ଠାରୁ ମଧ୍ୟ ପ୍ରଥମ ସ୍ଥାନ ଚାହାନ୍ତି। ଅନେକ ଖ୍ରୀଷ୍ଟିଆନ ତାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି ନାହିଁ। ଈଶ୍ୱର ଆମ ଜୀବନରେ ଶ୍ରେଷ୍ଠ ସ୍ଥାନ ଚାହାନ୍ତି। ଈଶ୍ୱର ପ୍ରତ୍ୟେକ ବିଷୟରେ ପ୍ରଥମ ସ୍ଥାନ ଦାବି କରନ୍ତି। ଯଦିଓ ସେ ଆମ ଜୀବନରେ ପ୍ରଥମ ସ୍ଥାନ ଚାହାନ୍ତି, ତଥାପି ଅନେକ ବିଶ୍ୱାସୀ ତାଙ୍କୁ ଶେଷ ସ୍ଥାନରେ ରଖନ୍ତି ଏବଂ ଏହା ହିଁ ସମସ୍ୟା ସୃଷ୍ଟି କରେ। ଯଦି ଆମ ପାଖରେ ସମୟ ଥାଏ, ଆମେ ପ୍ରଭୁଙ୍କ ପାଇଁ କାମ କରୁ, କିନ୍ତୁ ଆମର ଅଧିକାଂଶ ସମୟ ବ୍ୟକ୍ତିଗତ ସ୍ୱାର୍ଥ ଏବଂ ମନୋରଞ୍ଜନରେ କଟିଯାଏ। ଆମେ ସାଧାରଣତଃ ପ୍ରଭୁଙ୍କୁ ସେତିକି ହିଁ ଦେଇଥାଉଁ ଯାହା ଆମ ପାଖରେ ବଳକା ରହିଯାଇଥାଏ। ଜଣେ ପାଳକ ଏପରି କହିବା ଶୁଣିଛି, ଅନେକ ବର୍ଷ ପୂର୍ବେ ବିଲି ସଣ୍ଡେଙ୍କୁ ଏକ ଗପ କହିବାର ଶୁଣିଥିଲି। ସେ ଚୁଇମଙ୍ଗ ବ୍ୟବସାୟୀ ୱିଲିୟମ ରିଗିଲଙ୍କ ସହ ଦେଶ ସାରା ଯାତ୍ରା କରୁଥିଲେ। ମିଷ୍ଟର ରିଗଲି ଜଣେ ଖ୍ରୀଷ୍ଟିଆନ ଥିଲେ ଏବଂ ସେମାନେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ସେ ବିଲି ସଣ୍ଡେଙ୍କୁ କହିଥିଲେ ଯେ ସେ ନିଜ ଜୀବନରେ ଏକ ନିୟମ କରିଛନ୍ତି ଯେ
ସେ ଯାହା ବି ରୋଜଗାର କରନ୍ତି ତାର 10 ଭାଗରୁ ଭାଗେ ପ୍ରଭୁଙ୍କୁ ଦିଅନ୍ତି। ଏଥିସହିତ ସେ ଯୋଡ଼ିଥିଲେ ଯେ ସେ ପ୍ରଭୁଙ୍କୁ ଦେଉଥିବା ଅଂଶଟି ତାଙ୍କ ରୋଜଗାରର ଶେଷ 10 ଭାଗରୁ ଭାଗେ ନଥିଲା। ୱିଲିୟମ୍ ରିଗଲି ପ୍ରଭୁଙ୍କୁ ତାଙ୍କ ରୋଜଗାରର ପ୍ରଥମ 10 ଭାଗରୁ ଭାଗେ ଦେଉଥିଲେ। ପ୍ରଭୁ କିପରି ତାଙ୍କୁ ଆଶୀର୍ବାଦ କଲେ ଏବଂ ସମୃଦ୍ଧ କଲେ ତାହା ବେଶ୍ ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଈଶ୍ୱର କାହାକୁ ମଧ୍ୟ ଆର୍ଥିକ ସମୃଦ୍ଧିର ଗ୍ୟାରେଣ୍ଟି ଦିଅନ୍ତି ନାହିଁ, କିନ୍ତୁ ଯେଉଁ ପୁରୁଷ ଓ ମହିଳାମାନେ ତାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି ସେମାନଙ୍କୁ ସେ କିପରି ଆଶୀର୍ବାଦ କରିଛନ୍ତି ତାହା ଦେଖିବା ବେଶ୍ ଆକର୍ଷଣୀୟ। ଏବଂ ତାଙ୍କୁ ପ୍ରଥମ ସ୍ଥାନ ଦେବା ଅର୍ଥ ହେଉଛି ଆମେ ତାଙ୍କୁ ପ୍ରଥମ ସ୍ଥାନ ଦେଉଛୁ ବୋଲି କହିବାରେ ଅଧା ସତ୍ୟ ରହିବା ଉଚିତ ନୁହେଁ। ଇସ୍ରାଏଲର ସନ୍ତାନମାନେ ସେତେବେଳେ ମିଶ୍ରରୁ ବାହାରି ଆସିଲେ, ଯେଉଁଠାରେ ସେମାନେ ବର୍ଷ ବର୍ଷ ଧରି ଦାସ ଭାବରେ ସେବା କରୁଥିଲେ। ତାପରେ ଈଶ୍ୱର ସେମାନଙ୍କଠାରୁ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ଦାବି କଲେ। ସେମାନଙ୍କ ମଧ୍ୟରୁ ଅନେକ ବୋଧହୁଏ କହିଥିବେ, ଦେଖନ୍ତୁ ପ୍ରଭୁ, ଆପଣ ଏବେ ହିଁ ଆମକୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଏବଂ ଏବେ ଆପଣ ଆମର ପ୍ରଥମଜାତମାନଙ୍କୁ ନିଜର ବୋଲି ଦାବି କରୁଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ଏବଂ ମୋ ପାଇଁ ମଧ୍ୟ ସେହି ସମାନ ବିଷୟ କରିଛନ୍ତି। ସେ ଆମକୁ ପାପର ବନ୍ଧନରୁ ରକ୍ଷା କଲେ, ଆମକୁ ଉଦ୍ଧାର କଲେ ଏବଂ ମୁକ୍ତ କଲେ। ଈଶ୍ୱର କହନ୍ତି, ପୁତ୍ର ଯଦି ତୁମମାନଙ୍କୁ ମୁକ୍ତ କରିବେ ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ। ପ୍ରଭୁ ଏହା ମଧ୍ୟ କହୁଛନ୍ତି ଯେ ସେ ଚାହାନ୍ତି ଆମେ ନିଜକୁ ତାଙ୍କ ନିକଟରେ ସମର୍ପଣ କରୁ। ଆପଣ କହିପାରନ୍ତି ମୁଁ ମୁକ୍ତ, କିନ୍ତୁ ଆପଣ ପ୍ରକୃତରେ ମୁକ୍ତ କି? ଆପଣଙ୍କୁ ମୂଲ୍ୟ ଦେଇ କିଣାଯାଇଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତ। ଆଶୀର୍ବାଦ ସେତେବେଳେ ଆସେ ଯେତେବେଳେ ଆପଣ ସ୍ୱେଚ୍ଛାରେ ନିଜକୁ ତାଙ୍କ ନିକଟରେ ସମର୍ପଣ କରନ୍ତି ଏବଂ ତାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି। ଯାତ୍ରା 13 ପର୍ବ ତାର 5 ପଦରେ ଲେଖା ଅଛି, ଆଉ କିଣାନୀୟ ଓ ହିତ୍ୟ ଓ ଇମୋରୀୟ ଓ ହଦ୍ୟ ଓ ଜିବୁସୀୟ ଲୋକମାନଙ୍କର ଯେଉଁ ଦେଶ ତୁମକୁ ଦେବାକୁ ସଦାପ୍ରଭୁ ତୁମ ପୂର୍ବପୁରୁଷମାନଙ୍କ କତିରେ ଶପଥ କରିଥିଲେ, ସେହି ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ଯେତେବେଳେ ସେ ତୁମକୁ ଆଣିବେ, ସେ ସମୟରେ ତୁମ୍ଭେ ଏହି ମାସରେ ଏହି ସେବାର କାର୍ଯ୍ୟ ସାଧନ କରିବ। ଅନ୍ୟ ଶବ୍ଦରେ କହିବାକୁ ଗଲେ ଇସ୍ରାଏଲୀୟମାନଙ୍କୁ ନିସ୍ତାର ପର୍ବ ଏବଂ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବାର ଥିଲା। ଯାତ୍ରା 13 ପର୍ବ ତାର 6 ଏବଂ 7 ପଦରେ ଲେଖା ଅଛି, ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ ଓ ସପ୍ତମ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ କରିବ। ପୁଣି ସେହି ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ ଓ ତୁମ ନିକଟରେ ତାଡ଼ି ମିଶ୍ରିତ ରୁଟି ଦେଖାଯିବ ନାହିଁ, ଆଉ ତୁମର ସମୁଦାୟ ଦେଶ ମଧ୍ୟରେ ତାଡ଼ି ତୃଷ୍ଟ ହେବ ନାହିଁ। ଯେତେବେଳେ ଇସ୍ରାଏଲୀୟମାନେ ମିଶ୍ର ପରିତ୍ୟାଗ କଲେ, ସେମାନେ ନିଜ ଯାତ୍ରାରେ ସେମାନଙ୍କର ଅଟା ଚକଟିବା ପାତ୍ର ଏବଂ ସେଥିରେ ଥିବା ଚକଟା ଅଟା ସାଙ୍ଗରେ ନେଇକି ଗଲେ। ଏହା ତାଡ଼ିଶୂନ୍ୟ ଅଟା ଥିଲା ଏବଂ ଈଶ୍ୱର କହୁଛନ୍ତି, ମୁଁ ଚାହେଁ ତୁମେମାନେ ଖମୀର ଦୂର କର। 7 ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ ଏବଂ ତୁମ୍ଭ ପାଖରେ କିମ୍ବା ତୁମ୍ଭ ଘରେ କୌଣସି ତାଡ଼ିଯୁକ୍ତ ରୁଟି ଦେଖାଯିବ ନାହିଁ। ଯାତ୍ରା 13 ପର୍ବ ତାର 8 ପଦରେ ଲେଖା ଅଛି, ପୁଣି ସେହିଦିନ ତୁମ୍ଭେ ଆପଣା ପୁତ୍ରକୁ ଜଣାଇବ। ମିଶ୍ରଠାରୁ ଆମେ ବାହାର ହେବା ବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଯେ ଯେ କର୍ମ କରିଥିଲେ ସେସବୁର ସ୍ମରଣ ନିମନ୍ତେ ଏହା ହୁଏ। ଏହି ବିଧିଟିକୁ ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତର କରିବାର ଥିଲା, ଯେପରିକି ଲୋକମାନେ ସର୍ବଦା ମନେ ରଖିବେ ଯେ ଈଶ୍ୱର ସେମାନଙ୍କୁ ମିଶ୍ର ଦେଶରୁ ମୁକ୍ତ କରିଥିଲେ। ଯାତ୍ରା 13 ପର୍ବ ତାର 9ରୁ 12 ପଦରେ ଲେଖା ଅଛି, ପୁଣି ସଦାପ୍ରଭୁଙ୍କର ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତ ଦ୍ୱାରା ମିଶ୍ରଠାରୁ ତୁମକୁ ବାହାର କରି ଆଣିଅଛନ୍ତି, ଏହେତୁ ସମୟାନୁସାରେ ତୁମେ ପ୍ରତିବର୍ଷ ଏହି ବିଧି ପାଳନ କରିବ। ସଦାପ୍ରଭୁ ତୁମ୍ଭ ଓ ତୁମ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ସେ ଯେତେବେଳେ କିଣାନୀୟ ଲୋକମାନଙ୍କର ଦେଶରେ ପ୍ରବେଶ କରାଇ ତୁମକୁ ତାହା ଦେବେ, ସେତେବେଳେ ତୁମ୍ଭେ ପ୍ରଥମଜାତ ସମସ୍ତ ଗର୍ଭଫଳ ଓ ତୁମ ପଶୁଠାରୁ ଜାତ ପ୍ରତ୍ୟେକ ପ୍ରଥମ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ କରିବ। ପୁସନ୍ତାନ ସକଳ ସଦାପ୍ରଭୁଙ୍କର ହେବେ। ଇସ୍ରାଏଲର ସନ୍ତାନମାନଙ୍କର ସମସ୍ତ ଗୃହପାଳିତ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନେ ପ୍ରଭୁଙ୍କର ଥିଲେ। ଯାତ୍ରା 13 ପର୍ବ ତାର 13 ପଦରେ ଲେଖା ଅଛି, ପୁଣି ତୁମ୍ଭେ ମେଷ ଶାବକ ଦେଇ
ପ୍ରତ୍ୟେକ ପ୍ରଥମଜାତ ଗର୍ଦ୍ଧର୍ବକୁ ମୁକ୍ତ କରିବ। ଯେବେ ମୁକ୍ତ ନ କରିବ ତେବେ ତା'ର ବେକ ଭାଙ୍ଗିବ। ମାତ୍ର ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ମନୁଷ୍ୟର ପ୍ରଥମଜାତ ସମସ୍ତଙ୍କୁ ମୁକ୍ତ କରିବାକୁ ହେବ। ଗଧର ପ୍ରତ୍ୟେକ ପ୍ରଥମଜାତ ସନ୍ତାନକୁ ଏକ ମେଷ ଶାବକ ଦେଇ ମୁକ୍ତ କରିବାର ଥିଲା। ଈଶ୍ୱର ଏହି ଲମ୍ବା କାନ ଥିବା ପଶୁମାନଙ୍କୁ ନୈବେଦ୍ୟ ବା ବଳି ରୂପେ ଚାହୁଁନଥିଲେ। ନୈବେଦ୍ୟଟି ଏକ ମେଷ ଶାବକ ହିଁ ହେବା ଆବଶ୍ୟକ ଥିଲା। ସେମାନଙ୍କ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟର ପ୍ରଥମଜାତମାନଙ୍କୁ ରୂପା ଦେଇ ମୁକ୍ତ କରିବାର ଥିଲା, ଯାହାକି ଆମେ ପରେ ଦେଖିବା। ରୂପା ହିଁ ମୁକ୍ତିର ମୂଲ୍ୟ ଥିଲା। ଯାତ୍ରା 13 ପର୍ବ ତା'ର 14 ଏବଂ 15 ପଦରେ ଲେଖା ଅଛି। ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯେବେ ପଚାରିବ ଏହା କ'ଣ, ତେବେ ତୁମ୍ଭେ କହିବ, ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁବଳ ଦ୍ୱାରା ବାସଗୃହ ସ୍ୱରୂପ ମିଶରଠାରୁ ବାହାର କଲେ, ସେତେବେଳେ ଫାରୋ ଆମମାନଙ୍କୁ ଛାଡ଼ିଦେବା ପାଇଁ କଠିନ ହୁଅନ୍ତେ। ସଦାପ୍ରଭୁ ମିଶର ଦେଶସ୍ଥିତ ମନୁଷ୍ୟ ଓ ପଶ୍ୱାଦିର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିଥିଲେ। ଏହେତୁ ଆମ୍ଭେ ପ୍ରଥମଜାତ ପୁତ୍ର ସନ୍ତାନମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁ, ମାତ୍ର ଆମର ପ୍ରଥମଜାତ ପୁତ୍ର ସମସ୍ତଙ୍କୁ ମୁକ୍ତ କରୁ। ଏହି ପ୍ରଥା ଇସ୍ରାଏଲୀୟମାନଙ୍କୁ ମନେ ପକାଇ ଦେବା ପାଇଁ ଥିଲା ଯେ ଈଶ୍ୱର ସେମାନଙ୍କୁ ମିଶର ଦେଶରୁ ମୁକ୍ତ କରିଥିଲେ। ସେମାନଙ୍କ ପୁତ୍ରମାନଙ୍କ ମଧ୍ୟରୁ ପ୍ରଥମଜାତମାନଙ୍କୁ ରୂପା ଦେଇ ମୁକ୍ତ କରିବାକୁ ପଡ଼ୁଥିଲା। ପ୍ରଥମ ପିତର ତା'ର 1 ପର୍ବ ତା'ର 18 ଏବଂ 19ରେ ଆମକୁ କୁହାଯାଇଛି ଯେ, ଯେଣୁ ତୁମେମାନେ ଜାଣ ଯେ ତୁମମାନଙ୍କର ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ଯାତ୍ରା 13 ପର୍ବ ତା'ର 17 ପଦରେ ଲେଖା ଅଛି। ଅନନ୍ତର ଫାରୋ ଲୋକମାନଙ୍କୁ ଛାଡ଼ି ଦିଅନ୍ତେ ପଲେଷ୍ଟିୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ। ଯେହେତୁ ପରମେଶ୍ୱର କହିଲେ, ଯୁଦ୍ଧ ଦେଖିଲେ ପଛେ ଲୋକମାନେ ଅନୁତାପ କରି ମିଶରକୁ ଫେରିଯାଆନ୍ତି। ଇସ୍ରାଏଲୀୟମାନେ ସେତେବେଳେ ଦାସତ୍ୱରୁ ମୁକ୍ତ ହୋଇ ଆସୁଥିଲେ। ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲେ। ଈଶ୍ୱର ସେମାନଙ୍କୁ ଯେଉଁ ଦେଶ ଦେଇଥିଲେ ସେଠାକୁ ଯିବା ପାଇଁ ସବୁଠାରୁ ଛୋଟ ରାସ୍ତାଟି ସମୁଦ୍ର କୂଳେ କୂଳେ ଥିଲା। ପାଲେଷ୍ଟାଇନ ଭୂଖଣ୍ଡରେ 1967 ମସିହାରେ ହୋଇଥିବା 6 ଦିନିଆ ଯୁଦ୍ଧ ସମୟରେ ଇସ୍ରାଏଲୀୟମାନେ ଠିକ୍ ସେହି ସମୁଦ୍ର କୂଳେ କୂଳେ ଆଗକୁ ବଢ଼ିଥିଲେ ଏବଂ ମିଶରୀୟମାନଙ୍କୁ ସେଠାରୁ ସମ୍ପୂର୍ଣ୍ଣ ବାହାର କରି ଦେଇଥିଲେ। ଅବଶ୍ୟ ତାହା କରିବା ପାଇଁ ଇସ୍ରାଏଲୀୟମାନଙ୍କ ପାଖରେ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ସବୁ ଥିଲା। ସେମାନେ ପ୍ରସ୍ତୁତ ଥିଲେ, କିନ୍ତୁ ମିଶର ଦାସତ୍ୱରୁ ବାହାରି ଆସିଥିବା ଇସ୍ରାଏଲୀୟମାନଙ୍କ ପାଖରେ ଲଢ଼ିବା ପାଇଁ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। ତେଣୁ ଈଶ୍ୱର ଦୟାରେ ସେମାନଙ୍କୁ ମରୁଭୂମି ମଧ୍ୟ ଦେଇ ନେଇଗଲେ। ସେହି ଦେଶକୁ ଯିବା ପାଇଁ ଏହା ଏକ ଦୀର୍ଘ ପଥ ଥିଲା, କିନ୍ତୁ ଏହା ସେମାନଙ୍କୁ ଯୁଦ୍ଧରୁ ରକ୍ଷା କରିଥାନ୍ତା। ସେହି ଦେଶରେ ପ୍ରବେଶ କରିବା ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିନଥିଲା। ପ୍ରାନ୍ତର ପାର ହୋଇ ପ୍ରତିଜ୍ଞାତ ଦେଶରେ ପହଞ୍ଚିବା ପାଇଁ ସେମାନଙ୍କୁ 40 ବର୍ଷ ସମୟ ଲାଗିଗଲା। ଆମେ ପରେ ଦେଖିବା ଯେ ସେତେବେଳକୁ ସେମାନଙ୍କ ପାଖରେ ଏକ ସୈନ୍ୟବାହିନୀ ପ୍ରସ୍ତୁତ ହୋଇସାରିଥିବେ ଏବଂ ସେମାନେ ସମସ୍ତ ଯୁଦ୍ଧ ସରଞ୍ଜାମରେ ସଜ୍ଜିତ ହୋଇସାରିଥିବେ। କେହି କହିପାରନ୍ତି, କିନ୍ତୁ ଈଶ୍ୱର ତ ସେମାନଙ୍କୁ କୌଣସି ଅଲୌକିକ ଶକ୍ତି ଦ୍ୱାରା ମଧ୍ୟ ମୁକ୍ତ କରିପାରିଥାନ୍ତେ। ଏହା ସତ୍ୟ, କିନ୍ତୁ ଏଭଳି ମନୋଭାବ ମୋତେ ବିରକ୍ତ କରେ। କିଛି ଖ୍ରୀଷ୍ଟିଆନ ଭାବନ୍ତି ଯେ ଈଶ୍ୱର ସେମାନଙ୍କ ପାଇଁ ପ୍ରତି ମିନିଟରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଉଚିତ ଥିଲା। ସେମାନେ ଅନୁଭବ କରନ୍ତି ଯେ ଯଦି ସେମାନେ ଅସୁସ୍ଥ ଅଛନ୍ତି କିମ୍ବା କୌଣସି ବିପଦରେ ଅଛନ୍ତି, ତେବେ ସେମାନଙ୍କ ପାଇଁ ହସ୍ତକ୍ଷେପ କରିବାକୁ ପ୍ରଭୁଙ୍କୁ ଅନୁରୋଧ କରି ପାରିଥାନ୍ତେ। ଏହା ତାଙ୍କ ସାମର୍ଥ୍ୟ ଉପରେ କୌଣସି ପ୍ରଶ୍ନ ନୁହେଁ। ସେ ନିଶ୍ଚିତ ଭାବରେ ଏହା କରିପାରିବେ। ଈଶ୍ୱର କେଉଁ ଉପାୟରେ ଏହା କରିବାକୁ ଚାହାନ୍ତି ସେ ହିଁ ଜାଣନ୍ତି। ସେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯେତେବେଳେ ଆବଶ୍ୟକ ହେବ ଈଶ୍ୱର ଆମ ପାଇଁ ଚମତ୍କାର କରିବେ, କିନ୍ତୁ କେବଳ ଆମ ଜୀବନରେ ତାଙ୍କର ଇଚ୍ଛା ସାଧନ କରିବା ପାଇଁ କରିବେ। ଈଶ୍ୱର ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ପଲେଷ୍ଟିୟମାନଙ୍କ ଦେଶ ମଧ୍ୟ ଦେଇ ନେଇଯାଇ ପାରିଥାନ୍ତେ। ଯଦି ସେମାନଙ୍କ ଉପରେ ଆକ୍ରମଣ ହୋଇଥାନ୍ତା, ତେବେ ଈଶ୍ୱର ସେମାନଙ୍କୁ ରକ୍ଷା କରିପାରିଥାନ୍ତେ। ଯେତେବେଳେ ଆବଶ୍ୟକ ହୁଏ ଈଶ୍ୱର ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାନ୍ତି, କିନ୍ତୁ ଈଶ୍ୱର ନିଜ ଇଚ୍ଛା ସାଧନ କରିବା ନିମନ୍ତେ କରିଥାନ୍ତେ। ଯାତ୍ରା 13 ପର୍ବ ତା'ର 18 ପଦରେ ଲେଖା ଅଛି। ଏହେତୁ ପରମେଶ୍ୱର ସେମାନଙ୍କୁ ସୁପସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେ
ଓ ଇସ୍ରାଏଲ ସନ୍ତାନଗଣ ସସଜ୍ଜ ହୋଇ ମିଶରଠାରୁ ଯାତ୍ରା କଲେ। ଶୃଙ୍ଖଳିତ ଶବ୍ଦଟି ଏକ ବେଶ୍ କୌତୂହଳପୂର୍ଣ୍ଣ ଶବ୍ଦ। ଏହାର ଅର୍ଥ ହେଉଛି ଇସ୍ରାଏଲର ସନ୍ତାନମାନେ ମିଶରରୁ ଏକ ଶୃଙ୍ଖଳିତ ଢଙ୍ଗରେ ବାହାରିଥିଲେ। ସେମାନେ କୌଣସି ଉତ୍ତ୍ୟକ୍ତ ସେନା ବା ବିଶୃଙ୍ଖଳିତ ଜନଗହଳି ପରି ସେହି ଦେଶରୁ ବାହାରି ନଥିଲେ, ବରଂ ଏକ ସୁସଙ୍ଗଠିତ ଉପାୟରେ ବାହାରିଥିଲେ। ସେମାନଙ୍କ ପାଖରେ କୌଣସି ସୈନ୍ୟବାହିନୀ ନଥିଲା, ତଥାପି ସେମାନେ ଏକ ଧାଡ଼ିରେ 5 ଜଣ ଲେଖାଏଁ ହୋଇ ଶ୍ରେଣୀବଦ୍ଧ ଭାବେ ଠିଆ ହୋଇଥିଲେ। ଯଦି ଆପଣ ସେମାନଙ୍କୁ ପ୍ରାନ୍ତର ଦେଇ ଯାଉଥିବାର ଦେଖିଥାନ୍ତେ, ତେବେ ଆପଣ ଅତ୍ୟନ୍ତ ଶୃଙ୍ଖଳିତ ଦଳ ଯିବାର ଲକ୍ଷ୍ୟ କରିଥାନ୍ତେ। ଯାତ୍ରା 13 ପର୍ବ ତାର 19 ପଦରେ ଲେଖା ଅଛି, ପୁଣି ମୂଷା ଯୋସେଫଙ୍କର ଅସ୍ଥି ଆପଣା ସଙ୍ଗେ ନେଲେ, କାରଣ ସେ ଇସ୍ରାଏଲ ସନ୍ତାନଗଣକୁ ଦୃଢ଼ ଶପଥ କରାଇ କହିଥିଲେ, ପରମେଶ୍ୱର ଅବଶ୍ୟ ତୁମମାନଙ୍କର ତତ୍ତ୍ୱାବଧାନ କରିବେ। ସେ ସମୟରେ ତୁମେମାନେ ଆପଣମାନଙ୍କ ସହିତ ଆମ୍ଭର ଅସ୍ଥି ଏହି ସ୍ଥାନରୁ ନେଇଯିବ। ଯେତେବେଳେ ଇସ୍ରାଏଲିମାନେ ମିଶର ପରିତ୍ୟାଗ କଲେ, ମୂଷା ଯୋସେଫଙ୍କର ଅସ୍ଥି ସାଙ୍ଗରେ ନେଇଗଲେ। ଆଦିପୁସ୍ତକ 50 ପର୍ବ ତାର 24ରେ ଏକ କୌତୂହଳପୂର୍ଣ୍ଣ ଅଂଶ ଅଛି, ଯାହା କହେ, ଏଥି ଉତ୍ତାରେ ଯୋସେଫ ଆପଣା ଭାଇମାନଙ୍କୁ କହିଲେ, ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମମାନଙ୍କ ତତ୍ତ୍ୱାବଧାନ କରିବେ, ପୁଣି ଏହି ଦେଶରୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଓ ଅବ୍ରାମ, ଇସାହାକ ଓ ଯାକୁବଙ୍କ ନିକଟରେ ଶପଥ କରିଛନ୍ତି, ସେହି ଦେଶକୁ ତୁମମାନଙ୍କୁ ନେଇଯିବେ। ଆଦିପୁସ୍ତକ 50 ପର୍ବ ତାର 25 ଆଗକୁ କହେ, ଆହୁରି ଯୋସେଫ ଇସ୍ରାଏଲର ସନ୍ତାନଗଣକୁ ଏହି ଶପଥ କରାଇ କହିଲେ, ପରମେଶ୍ୱର ଅବଶ୍ୟ ତୁମମାନଙ୍କର ତତ୍ତ୍ୱାବଧାନ କରିବେ। ସେହି ସମୟରେ ତୁମେମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ। ଯୋସେଫ ଏହି କଥା କହିବା ପରେ ପ୍ରାୟ 200 ବର୍ଷ ବିତି ଯାଇଥିଲା, କିନ୍ତୁ ଏବେ ସେହି ସମୟ ଆସିଯାଇଛି ଯେତେବେଳେ ସେ ମୃତ୍ୟୁବରଣ କରିଥିଲେ। ସେ ଜଣେ ନେତା ଥିଲେ ଏବଂ ତାଙ୍କୁ ମିଶରରେ ହିଁ ସମାଧି ଦେବାକୁ ପଡ଼ିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏପରି ଜଣେ ଫାରୋ ସିଂହାସନରେ ବସିଲେ ଯିଏ ଯୋସେଫଙ୍କୁ ଜାଣିନଥିଲେ। ଯେହେତୁ ଯୋସେଫ ଆଉ ଜଣେ ନେତା ହୋଇ ରହିନଥିଲେ, ତେଣୁ କୌଣସି ପ୍ରତିବାଦ ବିନା ତାଙ୍କ ଅସ୍ଥିକୁ ମିଶରରୁ ସ୍ଥାନାନ୍ତର କରାଯାଇପାରିଲା। ଯୋସେଫ ପ୍ରତିଜ୍ଞାତ ଦେଶରେ ସମାଧିସ୍ଥ ହେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଶରୀରକୁ ସେଠାରୁ ବାହାର କରି ସେହି ନିର୍ଦ୍ଦିଷ୍ଟ ଦେଶରେ କାହିଁକି ସମାଧି ଦିଆଗଲା? ଯଦି ଯୋସେଫ ଜାଣିଥିଲେ ଯେ ସେଦିନେ ମୃତ୍ୟୁରୁ ପୁନରୁତ୍ଥିତ ହେବେ ଏବଂ ସ୍ୱର୍ଗକୁ ନିଆଯିବେ, ତେବେ ତାଙ୍କର ସେହି ଯାତ୍ରାର ଆରମ୍ଭ ସ୍ଥଳ ମିଶର ହେଉ କିମ୍ବା ଇସ୍ରାଏଲ ହେଉ, ଯଦି ଯୋସେଫ ଜାଣିଥିଲେ ଯେ ସେଦିନେ ମୃତ୍ୟୁରୁ ପୁନରୁତ୍ଥିତ ହେବେ ଏବଂ ସ୍ୱର୍ଗକୁ ନିଆଯିବେ, ତେବେ ତାଙ୍କର ସେହି ଯାତ୍ରାର ଆରମ୍ଭ ସ୍ଥଳ ମିଶର ହେଉ କିମ୍ବା ଇସ୍ରାଏଲ ଦେଶ ହେଉ, ସେଥିରେ କ'ଣ ପରିବର୍ତ୍ତନ ଆସିଥାନ୍ତା? ପ୍ରକୃତ କଥା ହେଉଛି, ସେ ସ୍ୱର୍ଗକୁ ଯିବାର ଆଶା ରଖିନଥିଲେ। ସେ ଆଶା କରିଥିଲେ ଯେ ପୃଥିବୀରେ 1000 ବର୍ଷର ରାଜତ୍ୱ ଏବଂ ତାପରେ ଅନନ୍ତ କାଳ ପାଇଁ ଆପଣା ଲୋକମାନଙ୍କ ସହିତ ମୃତ୍ୟୁରୁ ପୁନରୁତ୍ଥିତ ହେବେ। ସେମାନଙ୍କ ପାଇଁ ଏହା ହିଁ ସ୍ୱର୍ଗ ହେବ। ଏହା ହିଁ ଯୋସେଫଙ୍କର ଆଶା ଥିଲା ଏବଂ ମୂଷାଙ୍କର ମଧ୍ୟ ତାହା ହିଁ ଆଶା ଥିଲା। ବିଶ୍ୱାସ ଦ୍ୱାରା ମୂଷା ଯୋସେଫଙ୍କ ଅସ୍ଥିକୁ ପ୍ରତିଜ୍ଞାତ ଦେଶକୁ ନେଇଯାଉଛନ୍ତି। ଯାତ୍ରା 13 ପର୍ବ ତାର 20ରୁ 22 ପଦରେ ଲେଖା ଅଛି, ଅନନ୍ତର ସେମାନେ ସୁକ୍କୋତଠାରୁ ଯାତ୍ରା କରି ପ୍ରାନ୍ତର ଧାରସ୍ଥିତ ଏଥୋମରେ ଛାଉଣି କଲେ। ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରିପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ବିଜେ କଲେ। ସେ ଲୋକମାନଙ୍କ ସମ୍ମୁଖରୁ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସ୍ଥାନାନ୍ତର କଲେ ନାହିଁ। ଇସ୍ରାଏଲର ସନ୍ତାନମାନେ ସେହି ଗରମ ଏବଂ ଉତ୍ତପ୍ତ ପ୍ରାନ୍ତର ଆଡ଼କୁ ଅଗ୍ରସର ହେଉଥିଲେ, ଯାହାକୁ ମୂଷା ମଧ୍ୟ ଏକ ଭୟଙ୍କର ମରୁଭୂମି ବୋଲି କହିଥିଲେ। ସେମାନେ ତାହା ମଧ୍ୟ ଦେଇ ଗତି କଲେ, ତଥାପି ସେମାନଙ୍କୁ ସୂର୍ଯ୍ୟ କିରଣ ଦେଇନଥିଲା, କାରଣ ଦିନବେଳେ ସେମାନଙ୍କ ଉପରେ ଏକ ମେଘସ୍ତମ୍ଭ ରହୁଥିଲା। ଏହି ଗୋଷ୍ଠୀ ପାଖରେ ଏପରି କିଛି ବିଷୟ ଥିଲା ଯାହା ଅନ୍ୟ କୌଣସି ଗୋଷ୍ଠୀ ପାଖରେ ନଥିଲା। ମହିମା ଅର୍ଥାତ୍ ଈଶ୍ୱରଙ୍କ ଦୃଶ୍ୟମାନ ଉପସ୍ଥିତି। ପାଉଲ ଯେତେବେଳେ ଆପଣା ଜ୍ଞାତିମାନଙ୍କ ବିଷୟରେ କହୁଥିଲେ, ସେ କହିଥିଲେ ଯାହା ରୋମିଓ 9 ପର୍ବ ତାର 4 ପଦରେ ଲେଖା ଅଛି, ସେମାନେ ତ ଇସ୍ରାଏଲୀୟ, ପୁତ୍ରତ୍ୱ ଗୌରବ ନିୟମ ସମୂହ ମୂଷାଙ୍କ ବ୍ୟବସ୍ଥା ପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞା ସମୂହ ସେମାନଙ୍କର। ଏହି ଲୋକମାନଙ୍କର ଉପରେ ଈଶ୍ୱରଙ୍କର ସେହି ମହିମା ଏବଂ ଦୃଶ୍ୟମାନ ହୋଇ ଉପସ୍ଥିତ ଥିଲା। ମଣ୍ଡଳୀ ପାଖରେ ମଧ୍ୟ ଈଶ୍ୱରଙ୍କର
ଏଭଳି ଦୃଶ୍ୟମାନ ଉପସ୍ଥିତି ନାହିଁ। ମଣ୍ଡଳୀକୁ କୌଣସି ଦୃଶ୍ୟମାନ ବିଷୟ ଦିଆଯାଇ ନାହିଁ। ଏଫେସୀୟ 1 ପର୍ବ ତର 3 ଆମକୁ କହେ ଯେ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହୁଅନ୍ତୁ। ସେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗୀୟ ଆଶୀର୍ବାଦ କରିଅଛନ୍ତି। ସେମାନେ ଖ୍ରୀଷ୍ଟଙ୍କ ଆଗମନକୁ ଚାହିଁ ରହିଥିଲେ ଏବଂ ଆମେ ଏକ ଐତିହାସିକ ଘଟଣାକୁ ପଛକୁ ଚାହିଁ ଦେଖୁଛୁ। ବିଶ୍ୱାସ ଦ୍ୱାରା ଚାଲିବା ପାଇଁ ଆମକୁ ଈଶ୍ୱରଙ୍କ ଦୃଶ୍ୟମାନ ଉପସ୍ଥିତିର ଆବଶ୍ୟକତା ନାହିଁ। ସେମାନଙ୍କୁ ଏହି ମହିମାର ଆବଶ୍ୟକତା ଥିଲା, କାରଣ ସେତେବେଳେ ଇତିହାସରେ ମୁକ୍ତିର କାର୍ଯ୍ୟ ସେପରି ସମ୍ପୂର୍ଣ୍ଣ ହୋଇନଥିଲା ଯେପରି ଏବେ ହୋଇସାରିଛି। ଈଶ୍ୱର ଆପଣା ଲୋକମାନଙ୍କୁ ମରୁଭୂମି ମଧ୍ୟ ଦେଇ ସୁରକ୍ଷିତ ଭାବେ ନେବା ପାଇଁ ପ୍ରତ୍ୟେକ ଅସମ୍ଭବ ପରିସ୍ଥିତି ଅନୁସାରେ ସମସ୍ତ ବିଷୟ ପ୍ରସ୍ତୁତ କରିଥିଲେ, ଯେପରି ସେମାନେ ପ୍ରତିଜ୍ଞାତ ଦେଶରେ ପହଞ୍ଚିବେ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଈଶ୍ୱର ଆମକୁ ସେହି ପ୍ରତିଜ୍ଞାତ ସ୍ଥାନକୁ ନେଇଯିବାକୁ ଚାହାନ୍ତି। ଆମେ କ'ଣ ପ୍ରସ୍ତୁତ ଅଛୁ କି? ଆମେ କ'ଣ ସମ୍ପୂର୍ଣ୍ଣ ପ୍ରଭୁ ଯୀଶୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ କି? ଯଦି ଆମେ ତାଙ୍କଠାରେ ବିଶ୍ୱାସ କରିବା, ସେ ନିଶ୍ଚିତ ଭାବରେ ଆମମାନଙ୍କୁ ସେହି ପ୍ରତିଜ୍ଞାତ ଦେଶକୁ ନେଇପାରିବେ। ଆଜିର ବାକ୍ୟ ଦ୍ୱାରା ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ପବିତ୍ର ପ୍ରଭୁ, ଏହି ଜଗତ ମଧ୍ୟରେ ଯେତେବେଳେ ଆମେମାନେ ବଞ୍ଚି ରହିଛୁ, ଆମମାନଙ୍କୁ ତୁମରି ଅନୁଗାମୀ ହେବା ପାଇଁ, ତୁମଠାରେ ବିଶ୍ୱାସ ଭରସାର ଜୀବନ କାଟିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମେ ସବୁବେଳେ ସବୁ କ୍ଷେତ୍ରରେ ସବୁ ପରିସ୍ଥିତିରେ କେବଳ ତୁମର ଉପରେ ଯେପରି ଭରସା ରଖିବୁ, ତୁମର ଉପରେ ଯେପରି ବିଶ୍ୱାସ ରଖିବୁ, ସେହି ପ୍ରକାର ଜୀବନଯାତ୍ରା ମଧ୍ୟରେ ଆମମାନଙ୍କୁ ତୁମେ ଆଗେଇ ନିଅ। ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ପ୍ରାର୍ଥନା କରୁଛୁ ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କ ନିମନ୍ତେ। ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନେଇ ସେମାନଙ୍କର ସମସ୍ତ ଚିନ୍ତାର ଭାର ତୁମେ ବହନ କର। କେହି ଯଦି ଅସୁବିଧାରେ ଅଛନ୍ତି, କେହି ଯଦି ରୋଗ ବ୍ୟାଧିରେ ଅଛନ୍ତି, ସେମାନଙ୍କର ସମସ୍ତ ରୋଗ ବ୍ୟାଧି ସମସ୍ୟାକୁ ତୁମେ ଦୂର କର। ଧନ୍ୟବାଦ ଦେଉଛୁ ପ୍ରଭୁ, ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ଈଶ୍ୱର ହିଁ ଆମର ଉଦ୍ଧାରକର୍ତ୍ତା, ତେଣୁ ଜୀବନରେ ତାଙ୍କୁ ପ୍ରଥମ ସ୍ଥାନ ଦେବା ଉଚିତ। ସେ ଆମକୁ ସବୁବେଳେ ସହଜ କିମ୍ବା ଛୋଟ ପଥରେ ନୁହେଁ, ବରଂ ତାଙ୍କ ଜ୍ଞାନ ଅନୁସାରେ ଯାହା ସର୍ବୋତ୍ତମ ସେହି ପଥର ହିଁ ପରିଚାଳିତ କରନ୍ତି। ଦିନ ରାତି, ମେଘ ଓ ଅଗ୍ନିସ୍ତମ୍ଭ ଈଶ୍ୱରଙ୍କ ସର୍ବଦା ଉପସ୍ଥିତି, ନିର୍ଦ୍ଦେଶନା ଓ ସୁରକ୍ଷାର ପ୍ରମାଣ। ଇସ୍ରାଏଲୀୟମାନଙ୍କ ପରି ଆମେ ମଧ୍ୟ ପ୍ରତିଟି ପଦକ୍ଷେପରେ ଈଶ୍ୱରଙ୍କ ଉପରେ ଭରସା ରଖିପାରିବା। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 14 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଫାରୋ ଏବଂ ତାଙ୍କର ସୈନ୍ୟବାହିନୀ ଇସ୍ରାଏଲକୁ ଗୋଡ଼ାଇବେ ଏବଂ ଈଶ୍ୱର ନିଜର ପରାକ୍ରମ ମାଧ୍ୟମରେ ନିଜ ଲୋକମାନଙ୍କୁ ଏକ ବିଶାଳ ବିଜୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପାପ ପାଇଁ
ପ୍ରାଣ ଦେଇ ଗଲେ କାଲବରୀ ତାର ସାକ୍ଷୀ। ମନର ଆଖିରେ ଦେଖିନି ଅଥରେ କୃଷର କରୁଣ ଛବି। ପାପ ପାଇଁ ତୁମ ତାଙ୍କରି ଶରୀର ରକ୍ତରେ ଗଲା ଭିଜି। ତୁମ ପାପ ରୂପ ଗରଳ ଯେତେକ ପାନ କଲେ ହସି ହସି। ସନ୍ଦେହ କିଛି ରହିଛି କି ମନେ ସେଇ ବଳିଦାନ ପାଇଁ। ମଣିଷ ପାଇଁ କି ଆଜି ଯାଏ ପରା ଏମିତି କେ କରି ନାହିଁ। ମଣିଷ ହୋଇବି ପଥର ହେଲ କି ପାରିଲନି ଥରେ ବୁଝି। ତୁମ ପାପ ପାଇଁ ପ୍ରାଣ ଦେଇ ଗଲେ କାଲବରୀ ତାର ସାକ୍ଷୀ। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଏ ମନ୍ଦତା। ଆଜିର ପ୍ରଶ୍ନଟି ହେଉଛି ପରମେଶ୍ୱର ସପ୍ତାହ ପର୍ଯ୍ୟନ୍ତ ଇସ୍ରାଏଲମାନଙ୍କୁ କେଉଁ ପ୍ରକାର ରୁଟି ଭୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ? ଏ ତାଡ଼ି ମିଶ୍ରିତ, ବି ତାଡ଼ି ଶୂନ୍ୟ, ସି ଦ୍ରାକ୍ଷାରସ, ଡି କୌଣସିଟି ନୁହେଁ। এই প্রশ্নর উত্তর আসন্তাকালি সন্ধ্যা 6টা ମଧ୍ୟରେ অপশন ମଧ୍ୟରୁ সঠিক উত্তর বাছি ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ଅଭିରାମ ରୈତ।